ସବୁ କମେଡ଼ିଆନଙ୍କର କିଛି ଟ୍ରେଡମାର୍କ ଥାଏ ଯେମିତି ଜୟରାମ ସାମଲଙ୍କର ହସ ହେଲା ଟ୍ରେଡମାର୍କ ଯେମିତି ବ୍ରଜ ସିଂ ତାଙ୍କର ଲିଓ ଟ୍ରେଡମାର୍କ ଯେମିତି ଦେବୁ ବ୍ରହ୍ମା ତାଙ୍କ ମୁହଁର ଗୋଟେ ଏକ୍ସପ୍ରେସନଟା ହେଲା ତାଙ୍କ ଟ୍ରେଡମାର୍କ ସେମିତି ଜେଜେ ଆପଣଙ୍କର ଟ୍ରେଡମାର୍କ କ'ଣ? ମୋର ହସଟି ହେଉଛି ଟ୍ରେଡମାର୍କ। ମୁଁ ଆକ୍ଚୁଆଲି ଜମା କୌଣସି ମୁହଁଟା କେମିତି କରେ ସେ ତ ତାର ସେଇଟା ତାର ସେ ଗୋଟେ ପ୍ରକାର ସେ କରୁଛି କିଏ ବାଳ କରୁଛି କିଏ ସରି ସେ ତାର ମନକୁ ମନ କରୁଛି ତାର ଚୁଟି ଏମିତି ହଁ ଚୁଟି କିଏ କରୁଛି ମଧ୍ୟ ଅଲଗା ପ୍ରକାର କରୁଛି ସେଇଟା ମୁଁ ଯେଜା ଷ୍ଟାଇଲ ଯେଜା କରୁଛନ୍ତି। ଆପଣଙ୍କ ଷ୍ଟାଇଲଟା କ'ଣ? ମୋର ଷ୍ଟାଇଲ କିଛି ନାହିଁ। ମୋ ଷ୍ଟାଇଲ ହସି ଦେଲେ ମୋ ଷ୍ଟାଇଲ ହେଇଗଲା ହସ। କେମିତି ହସ? ମୋର ହସଟି ସମସ୍ତେ ଭାରି ପସନ୍ଦ କରନ୍ତି। ଏବେ ବି ସୋସିଆଲ ମିଡ଼ିଆରେ ମୋ ହସକୁ ମଧ୍ୟ ସମସ୍ତେ ପସନ୍ଦ କରନ୍ତି। ଜେଜେ କମେଡ଼ିର ଧାରା କିଛି ପରିବର୍ତ୍ତନ ହେଇଛି ଆଜିକା ସମାଜରେ ଆଜିକା ଜେନେରେସନରେ କମେଡ଼ି ଧାରା ପରିବର୍ତ୍ତନ ହେଇଛି। ଆଗରୁ କମେଡ଼ି ଥିଲା ମାର୍ଜିତ କମେଡ଼ି ହେଉଥିଲା ମାର୍ଜିତ ଦର୍ଶକମାନେ ଯାଉଥିଲେ ହସରେ କିଏ କମେଡ଼ି କରୁଥିଲା କିଏ ଏକ୍ସପ୍ରେସନରେ କମେଡ଼ି କରୁଥିଲା କିଏ ଭଲ କଥା କହି କମେଡ଼ି କରୁଥିଲା। ଏବେ କମେଡ଼ିର ଧାରା ଏମିତି ପରିବର୍ତ୍ତନ ହେଇଛି ସ୍ଲାପଷ୍ଟିକ୍ କଥା କୁହାଯାଉଛି ଦ୍ୱି ଅର୍ଥବୋଧକ କଥା କହି ଲୋକ କମେଡ଼ି କରୁଛନ୍ତି। କେଉଁଠି ନା କେଉଁଠି କମେଡ଼ି ଧାରା ଯେତେବେଳେ ଚେଞ୍ଜ ହେଇଯାଏ ଆପଣ ଭଳି ଗୋଟେ ଜଣେ ସଚେତକ ନାଗରିକ ଜଣେ ଦିଗ୍ଗଜ କଳାକାର କଷ୍ଟ ହୁଏନି? ନାଇଁ କମେଡ଼ି ତ କମେଡ଼ି କରିବ ସେତେ କ'ଣ ଦରକାର ମାନେ ଯେଉଁ ଦୁଇ ଅର୍ଥବୋଧକ ଶବ୍ଦ ମାନେ କହିବା ମୁଁ ଜାଣିବାର କିଛି ଆବଶ୍ୟକ ନାହିଁ। ଯଦି ତୁମ ପାଖରେ କଳା ଅଛି କଳାକୁ ଦେଖାଅ କଳାଟା ତୁମ ପାଖରେ ଅଛି କଳାଟାକୁ ଦେଖାଅ। ଯେଉଁ ଦୁଇ ଅର୍ଥବୋଧକ ଆପଣ ପଚାରୁଛନ୍ତି ତ ସେଇଟାକୁ ଲୋକମାନେ ଆଜିକାଲି ଆଉ ପସନ୍ଦ ବି କରୁନାହାନ୍ତି। ଆପଣ କେବେ ଦୁଇ ଅର୍ଥବୋଧକ କମେଡ଼ି କରିନାହାନ୍ତି? ନା ମୁଁ କେବେ କରିନାହିଁ। କି ପ୍ରଶୟ ବି ଦେଇନାହାନ୍ତି? ନା ପ୍ରଶ୍ରୟ ଦେଇନାହାନ୍ତି ଆଉ ମୁଁ ବି କେବେ କରିନାହିଁ। ଜେଜେ ଅନେକ ହିନ୍ଦୀ ସିନେମା ବଲିଉଡ ସିନେମାରେ କିଛି ସିନେ କଳାକାର କିଛି ହାସ୍ୟ ଅଭିନେତାକୁ ନେଇ ବହି ଲେଖାଯାଏ ଯେମିତି ଆପଣ ଜାଣିଥିବେ ମେହମୁଦ ଆସରାନୀ ଏବଂ ଜନି ଲିବର ଆଙ୍କୁ ନେଇ ସିନେମାଟି ଗତିଶୀଳ ହୁଏ ଆଙ୍କୁ ନେଇ କାହାଣୀ ଲେଖାଯାଏ ଅଧିକ ସିନେମା ଏମିତି ମ୍ୟାକ୍ସିମମ୍ ସିନେମାରେ ଏମାନଙ୍କର ହସକୁ ନେଇ ସିନେମାଟି ଗତିଶୀଳ ହୋଇଥାଏ। କିନ୍ତୁ କେଉଁଠି ନା କେଉଁଠି ଓଡ଼ିଆ ସିନେମାରେ ସେମିତି ହେଇନି ସେମିତି କମେଡ଼ିଆନ ମାନଙ୍କୁ ସୁଯୋଗ ଦିଆଯାଇନି କମେଡ଼ିଆନ ମାନଙ୍କୁ ନେଇକି ଟୋଟାଲି ବହି ଗୋଟେ ଲେଖାଯାଇନି କାହିଁକି ଏମିତି ହେଇଛି? ସେଇଟା ପ୍ରଡ୍ୟୁସର ଡାଇରେକ୍ଟର ମାନେ ଚିନ୍ତା କରିବା କଥା। ଯେମିତି ଆପଣ କହିଲେ ହିନ୍ଦୀରେ କରୁଛନ୍ତି ଆମ ଓଡ଼ିଆରେ କଲେ ମଧ୍ୟ ବଢ଼ିଆ ଚାଲିବ। ମୁଁ କହୁଛି ନ ଚାଲିବ ବୋଲି କଥା ନାହିଁ। ପପୁ ତାର କରୁଛି ମଧ୍ୟ ପପୁ ପମ୍ ମଧ୍ୟ କରୁଛି ସେ ମଧ୍ୟ ନିଜେ କରୁଛି ନା ନାହିଁ। ତେଣୁକରି ସମସ୍ତେ କରିପାରିବେ ସେଥିଲାଗି ସୁଯୋଗ ଦେବା ଦାୟିତ୍ୱ କାହାର? ପ୍ରଡ୍ୟୁସର ଆଉ ଡାଇରେକ୍ଟର। ସେଥିଲାଗି ସୁଯୋଗ ଦେବା ଦାୟିତ୍ୱ ହେଉଛି ପ୍ରଡ୍ୟୁସର ଆଉ ଡାଇରେକ୍ଟରଙ୍କର। ଗୋଟେ କଥା ମୁଁ କହୁଛି ଆଗରୁ ଆମେ ସବୁ କମେଡ଼ି କରୁଥିଲୁ କମେଡ଼ିଆନ ମାନଙ୍କୁ କ'ଣ ଯେମିତି ଆମର ଗୋଟେ ମାନେ ହିରୋ ହିରୋଇନ୍ ଏମାନଙ୍କର ଯେମିତି ଗୋଟେ ପରିବାର ଥିଲା ସେମିତି ଆମର କମେଡ଼ିଆନ ମାନଙ୍କର ମଧ୍ୟ ବାପା ଭାଇ ଦାଦା ଏମିତି ଗୋଟେ ପରିବାର ଥିଲା ଆମେ ଦୁଇ ଜଣ ଯାକ ଲାଷ୍ଟକୁ ମିଶଉଥିଲେ। କିନ୍ତୁ ଏବେ କ'ଣ କରୁଛନ୍ତି ନା କମେଡ଼ିଆନ ମାନଙ୍କୁ ନେଇକିରି କେଉଁଠି ନନା କେଉଁଠି ସାଙ୍ଗ କେଉଁଠି କଲେଜ ଇଏ କ'ଣ କାହିଁ ଗୋଟେ କ୍ୟାରେକ୍ଟର କରୁନା। ସେଥିଲାଗି ମୁଁ ସେଥିଲାଗି ଆଜିକାଲି ପ୍ରଡ୍ୟୁସର ମାନଙ୍କୁ କହୁଛି ଡିରେକ୍ଟର ମାନଙ୍କୁ କହୁଛି କମେଡ଼ିଆନ ମାନଙ୍କୁ କାରଣ କମେଡ଼ିଆନ ମାନେ ହେଲେ ସବୁ ପ୍ରକାର ଆକ୍ଟିଂ ସେମାନେ କରିପାରିବେ। ଗୋଟେ ନନା କ୍ୟାରେକ୍ଟର ଦରକାର ପଡ଼ିଲା ଓ ଇଏ କରିବାକୁ ଡାକି ନେଲେ କ'ଣ ହେବ? କମେଡ଼ିଆନ ବୋଲି କାହିଁ ଭାବୁଛ?